ଆସନ୍ତୁ ଆଜି ଜାଣିବା ରଜ ପର୍ବ ଏବଂ ବସୁମତୀ ସ୍ନାନର ପୂଜାବିଧି କିପରି କରିବା ଜାଣିବା। ଏହି ବର୍ଷ 2026 14 ଜୁନ ରବିବାର ଦିନ ପ୍ରଥମ ରଜ ପାଳନ କରାଯିବ, ଯାହାକୁ ପହିଲି ରଜ ବୋଲି କୁହାଯାଏ। 15 ତାରିଖ ସୋମବାର ଦିନ ରଜ ସଂକ୍ରାନ୍ତି ପାଳନ କରାଯିବ। ଏହି ଦିନ ଅମାବାସ୍ୟା ମଧ୍ୟ ପଡୁଅଛି। 16 ତାରିଖ ମଙ୍ଗଳବାର ଦିନ ଶେଷ ରଜ ପାଳନ କରାଯିବ ଏବଂ 17 ତାରିଖ ବୁଧବାର ଦିନ ବସୁମତୀ ସ୍ନାନ କରାଯିବ। ରଜ ପର୍ବ ପହିଲି ରଜର ପୂର୍ବ ଦିନରୁ ହିଁ ସଜବାଜ କରାଯାଇଥାଏ ଏବଂ ଅନ୍ତିମ ଦିନ ଚତୁର୍ଥ ଦିନ ବସୁମତୀ ସ୍ନାନ କରାଯାଇଥାଏ। ଏହିଭଳି 5 ଦିନ ରଜ ପର୍ବ ପାଳନ କରାଯାଇଥାଏ। ମା ବସୁମତୀ, ଯିଏକି ମା ମହାଲକ୍ଷ୍ମୀ, 3 ଦିନ ରଜବତୀ ବା ମାସିକ ଧର୍ମରେ ରହିଥାନ୍ତି। ତେଣୁ ଏହି 3 ଦିନ ମାନଙ୍କରେ ମହିଳା ବା କନ୍ୟାମାନେ ଏବଂ ସମସ୍ତ ନାରୀମାନଙ୍କୁ ଘରର ସମସ୍ତ କାର୍ଯ୍ୟ ଯେପରି ଠାକୁର ପୂଜା, ପରିବା କଟାକଟି, ରୋଷେଇ ଘର କାର୍ଯ୍ୟ ଇତ୍ୟାଦି କାର୍ଯ୍ୟ ଏବଂ ଭୂମି ଖୋଳିବା କାର୍ଯ୍ୟ ଆଦି କାମରୁ ବାରଣ କରାଯାଇଛି। ଘରର ପୁରୁଷମାନେ ପୂଜା ବିଧି କରିଥାନ୍ତି। ଯେଉଁ ଘରେ ପୁରୁଷମାନେ ବାହାରେ ରହୁଛନ୍ତି ସେଠି ମହିଳାମାନେ ପୂଜା କରିବେ। ପୂଜା ଘରେ ବନ୍ଦ ରହିବ ନାହିଁ। ଏହିଭଳି ଆମେ ରଜ ପର୍ବ ପାଳନ କରିବା।